କୋରାପୁଟରୁ ପିକନିକ୍ ସାରି ନିମାପଡ଼ା ଫେରୁଥିବା ବେଳେ ଏକ ମାରୁତି ଜୁଇଙ୍ଗର ଗାଡ଼ି ଛତ୍ରପୁରରୁ ଜାତୀୟ ରାଜପଥ 51 ନଗରଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ବସିଥିବା 13 ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନିମାପଡ଼ା ଅଞ୍ଚଳର ଏକ ଗାଡ଼ିରେ 13 ଜଣ ମିଶି କୋରାପୁଟ ପିକନିକ୍ କରି ନିଜ ଅଞ୍ଚଳକୁ ଫେରୁଥିବା ବେଳେ ଆଜି ଭୋର ସମୟରେ ଗାଡ଼ି ଚାଳକର ଆଖି ପଡ଼ିଯିବାରୁ ଜାତୀୟ ରାଜପଥ ଡିଭାଇଡରକୁ ଧକ୍କା ଦେଇଥିଲା। ଗାଡ଼ିର ଆଗ ପାର୍ଶ୍ୱ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ କେହି ବି ଆହତ ହୋଇନାହାନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି। ଦକ୍ଷିଣ ଓଡ଼ିଶାରୁ ସନ୍ଦେଶ କୁମାର ସାହୁଙ୍କ ରିପୋର୍ଟ, ଓଡ଼ିଶା ଦର୍ପଣ।